ମାଛରେ ମଟନଟା ଦେଖିଲା ପରେ ମୋର ମାନେ ପାଟିରେ ପୁରା ପାଣି ଆସିଗଲା। ଆଉ ପିସ୍ଟା ଦେଖିପାରୁଛି ମୋବାଇଲ ପିସ୍। ମୁଁ ଏଠି ଦିଥର ଖଣ୍ଡେ ହବ ଖାଇଛି। ଟେଷ୍ଟ ବହୁତ ଭଲ ଅଛି। ମଟନ ଖାଉଛନ୍ତି ମଟନ ଖାଉଛନ୍ତି ଯଦି ଚର୍ବି ନ ଖାଇବେ ନା ମଟନ ଖାଇଲେ ମଜା ଆସିବ। हाय हेलो नमस्कार जय जगन्नाथ केमती अच्छी आशा करছি ଆପଣମାନେ ବହୁତ ଭଲରେ ଥିବେ। ମୁଁ ବି ବହୁତ ଭଲରେ ଅଛି। फाइनाली ମୁଁ ଏବେ ଆସି ପହଞ୍ଚିଗଲି ଦୂରଦର୍ଶନ କେନ୍ଦ୍ର ପାଖରେ ଥିବା ବାବୁ ଭାଇଙ୍କ ମାଟିହାଣ୍ଡି ମଟନ ହୋଟେଲ ଆସି ପହଞ୍ଚିଗଲି। ଆଉ ବାବୁ ଭାଇଙ୍କର ଏ ହୋଟେଲ ଆଜିକାଲିକା ହୋଟେଲ ନୁହଁ, ଦୀର୍ଘ 25-30 ବର୍ଷର ପୁରୁଣା ହୋଟେଲ। ବାବୁ ଭାଇ ଫାଷ୍ଟ ଏଇ ଜାଗାରେ ସେ ହୋଟେଲ ଆରମ୍ଭ କରିଥିଲେ, ତାପରେ ଆମର ଚନ୍ଦ୍ରଶେଖରପୁର ଆରମ୍ଭ କରିଥିଲେ, ତାପରେ ପୁଣି ତାଙ୍କ ପୁରୁଣା ସ୍ଥାନକୁ ବାବୁ ଭାଇ ଫେରି ଆସିଛନ୍ତି। ଚାଲନ୍ତୁ ଭଲ କଥା କ'ଣ ଜାଣିଛନ୍ତି, ବାବୁ ଭାଇ ପୁରା ସ୍ପେଶାଲ ମଟନ୍ ସେ ପ୍ରିପାରେସନ୍ କରନ୍ତି। ଆଉ ଚାଲନ୍ତୁ ଭିତରକୁ ଯିବା, ବାବୁ ଭାଇଙ୍କ ସହିତ କିଛି କଥା ହେବା, ଆଉ ମଟନ୍ଟା ଆଜି ଟିକେ ଖାଇକି ଟେଷ୍ଟ କରିବା, ମଟନ୍ର ଟେଷ୍ଟ ଆଜି କେମିତି କ'ଣ ହେଇଛି ଯିବା, ଭାଇଙ୍କ ସହିତ କିଛି କଥା ହେବା, ଆଉ ଖାଇବାର ଟେଷ୍ଟ କେମିତି କ'ଣ ହେଇଛି ମୁଁ ଆପଣମାନଙ୍କୁ ଭିଡ଼ିଓ ମାଧ୍ୟମରେ ସବୁ କିଛି କହିବି, ସବୁ କିଛି ଦେଖେଇବି। ଆପଣ ମୋ ଭିଡ଼ିଓଟା ପୁରା ଶେଷ ଯାଏ ନିହାତି ଦେଖନ୍ତୁ। ଚାଲନ୍ତୁ ଭିଡ଼ିଓଟାକୁ ଷ୍ଟାର୍ଟ କରିବା। ଦେଖିପାରୁଥିବେ ମୁଁ ଏବେ ଆସି ପହଞ୍ଚିଗଲି ବାବୁ ଭାଇଙ୍କ ମାଟିହାଣ୍ଡି ମଟନ ହୋଟେଲ ଆସି ପହଞ୍ଚିଗଲି। ଆଉ କିଛି କଥା ହେବା। ଭାଇ ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। କେମିତି ଅଛନ୍ତି? ହଁ ଭଲ ଅଛି। ଆଉ ଆପଣଙ୍କ ନାଁଟା ଟିକେ ରଖିଛନ୍ତି କୁହନ୍ତୁ। ବାବୁ କ'ଣ ପ୍ରିପାରେସନ୍ କରୁଛନ୍ତି? ମଟନ ଭାଇ ମଟନ ବା ଆପଣ କେତେ ପର ଡେ କେତେ ମଟନ ଯାଉଛି? ଏବେ କମ ଯାଉଛି, ଏବେ 2-4 ଦିନ ହେଲା ଖୋଲା ହେଇଛି। ଆଉ ଆଜ୍ଞା। ଆଉ ଭାଇ ଆପଣଙ୍କ ହୋଟେଲଟା କେତେ ବର୍ଷ ହୋଟେଲ? ଏଇଠି 18 ବର୍ଷ ଖଣ୍ଡ ହେଇଥିଲା, 2 ବର୍ଷ ହେଲା ବନ୍ଦ ଥିଲା। 18-20 ବର୍ଷର ହୋଟେଲ। ଭାବେ ଆମର ତ ଆସିବା ଟିକେ ଲେଟ୍ ହେଲାଣି, ଆପଣ ମଟନ ସ୍ପେଶାଲ ମସଲା କ'ଣ ଟିକେ ପକେଇଲେ ଟିକେ କହିବେ? ସ୍ପେଶାଲ କ'ଣ ସୋରିଷ ତେଲ 1 ଲିଟର ଦିଆହଉଛି, ଆଜ୍ଞା। ପୋସ୍ତ ଦିଆହଉଛି, ଜିରା ଦିଆହଉଛି, ଧନିଆ ଦିଆହଉଛି, ସେ ବଟା ହେଇକି, ଶୁଖିଲା ଲଙ୍କା। ଆଉ ସିକ୍ରେଟ ମସଲା କିଛି ଅଛି? ସିକ୍ରେଟ କିଛି ନାହିଁ। ଆଉ ଆପଣ କ'ଣ ଆଇଟମ କରୁଛନ୍ତି? ମଟନ ଭାତ ସାଲାଡ ଆଉ ଅଲଗା ଆଇଟମ? ଅଲଗା ଘାଟ ହଉଛି, ମୁଢି ଘାଟ। ଆଉ ସାଧା? ସାଧା ହଉନି, ହଉଛି ବାଇଚାନ୍ସ ବାରରେ ହଉଛି, ଗୁରୁବାର, ସୋମବାର, ଶନିବାର। ଆଉ ଆପଣଙ୍କ ହୋଟେଲ କୋଉ ବାର ଖୋଲା ଅଛି, କୋଉ ବାର ବନ୍ଦ ଅଛି ଟିକେ କୁହନ୍ତୁ? ପ୍ରାୟତଃ ଖୋଲା, ବନ୍ଦ ନାହିଁ। ବନ୍ଦ ନାହିଁ ନା? ଆଉ ଆପଣ ସବୁ ଆଇଟମ ଗୋଟେ ପ୍ରାଇସ୍ ଟିକେ କହିଦିଅନ୍ତୁ। ମଟନ 250 ଫୁଲଟା, ହାଫଟା 180 ଟଙ୍କା। କ'ଣ କ'ଣ ସାଇଡ ଆଇଟମ ରହୁଛି? ମଟନ ଭାତ ସାଲାଡ ଘାଣ୍ଟ, ମାନେ ମୁଢି ଘାଣ୍ଟ। ଆଉ ଚିକେନ ମିଳିଲା 100 ଟଙ୍କା। ସାଇଡ ଆଇଟମ ସେଇଆ ସାଲାଡ ଭାତ। ଆଉ ଆମ ମାଛରେ ମଟନ ଦେଖିଲା ପରେ ମୋ ପାଟିରେ ପୁରା ପାଣି ଆସିଗଲା। ଶୁଆଇଦେ ପିସ୍ଟା ଦେଖିପାରୁଥିବେ ପୁରା ବବାଲିଆ ପିସ୍। ଆଳୁ ପଡିବ ନା, କଷା ଟିକେ ହେଇଯାଉ। ମାଛ ମୁଣ୍ଡ ପକେଇ ଦେଇକି ଖାଲି ଚିଙ୍ଗୁଡ଼ି ପଡିବ। ଚିଙ୍ଗୁଡ଼ି ପଡିବ ନା? ଆପଣଙ୍କର ସ୍ପେଶାଲ ଆଇଟମ ହେଲା ମଟନ ଭାତ ସାଲାଡ। ମଟନ ଭାତ ମଟନଟା ଦେଖିଲା ପରେ ମୋର ମାନେ ପାଟିରେ ପୁରା ପାଣି ଆସିଗଲା। ଆଉ ପିସ୍ଟା ଦେଖିପାରୁଥିବେ ମୋବାଇଲ ପିସ୍। ଫାଷ୍ଟ ଭାବେ ତମର କେତେ କେଜି ମଟନ ଯାଇଛି? ମାନେ ଏଇ ଜାଗା 70-80 କେଜି ଯାଏ ନା? ନା ଦୋକାନ ତ ଆରମ୍ଭ କରିଲେ ଏଇଠି 70 କେଜି ମଟନ ଯାଉଥିଲା ସେତେବେଳେ, ଫାଷ୍ଟ କେତେ ଥିଲା? ଏବେ ମଟନଟା ଆପଣଙ୍କର ବେଶୀ ହାଇ ଡିମାଣ୍ଡ, ଆଉ ହେଲା ଚିଙ୍ଗୁଡ଼ି ଘାଣ୍ଟ ଦିଆହଉଛି। ଦେଖିପାରୁଥିବେ ମଟର ପଡ଼ିଛି, ବାଇଗଣ ପଡ଼ିଛି, କଖାରୁ ପଡ଼ିଛି, ବହୁତ ସାରା ପନିପରିବା ପଡ଼ିଛି, ଆଉ ତା ସହିତ ଚିଙ୍ଗୁଡ଼ି।
ଏଇଟା ଭାଇ କ'ଣ ପକେଇଲେ ଆଳୁ ନା ଆଳୁ ଦେଖିପାରୁଥିବେ ବର୍ତ୍ତମାନ ଆଳୁ ପଡ଼ିଲା କଞ୍ଚା ଆଳୁ। ଭାଇ ଆଉ କେତେ ସମୟ ଲାଗିବ? ପାଣି ଦିଆହବ ପାଣି ଦିଆହେଲା ନା? ଗରମ ହାଣ୍ଡି ଆଉ ଭାଇ ଗରମ ପାଣି ମାନେ କ'ଣ ପାଇଁ ଦେଉଛନ୍ତି? ଜଲ୍ଦି ହବ ମାନେ ଗରମ ପାଣି ଦେଲେ ଜଲ୍ଦି ହେବ, କାହିଁକିନା ଗୋଟେ ଗୋଟେ ଜାଗାରେ ଥଣ୍ଡା ପାଣି ଦେଉଛନ୍ତି। ଥଣ୍ଡା ପାଣି ପାଣି ତ ଲାଗେ ଓହୋ ବାସ୍ନା ଅଲଗା ପ୍ରକାର ବାହାରିଲାଣି। ଭାଇ ମାନେ ମାଛ ଚିଙ୍ଗୁଡ଼ି ମାନେ ଘାଣ୍ଟରୁ ଗୋଟେ ମାଛ ମୁଣ୍ଡ ଯେକୌଣସି ଆଇଟମ୍ ପକେଇଲେ ଟିକେ ଭଲ ଲାଗିବ ନା? ମୁଣ୍ଡ ପଡ଼ିଯିବି, ମୁଣ୍ଡ ଆଉ ଚିଙ୍ଗୁଡ଼ି। ଇଏ ହେଲା ଗୋଟେ ଉଷୁନା ଭାତ। ହଁ ଆଉ ଦେଖିପାରୁଥିବେ ଇଏ ହେଲା ସାଲେଟ୍ ଗୋଟେ। ଏଇଟା ଦେଖିପାରୁଥିବେ ମାଛ, ଏଇଟା ମାଛ ଚିଙ୍ଗୁଡ଼ି ମାନେ ଚିଙ୍ଗୁଡ଼ି ମାନେ ମାଛ ପଡ଼ି ମାଛ ମୁଣ୍ଡ ପଡ଼ିଛି, ଚିଙ୍ଗୁଡ଼ି ପଡ଼ିଛି, ଗୋଟେ ଘାଣ୍ଟ ଗୋଟେ କରିଛନ୍ତି। ଆଉ ଏଇଟା ବର୍ତ୍ତମାନ ମାଛ, କି ମାଛ ଏଇଟା? ଗୋଟେ ପିସ୍ କାଢ଼ିଏ ଦେଖିଆ। ଓହୋ ଏଇଟା ଦେଖିପାରୁଥିବେ ରୋହି ମାଛ ପିସ୍ଟା ଦେଖିପାରୁଥିବେ ପୁରା ବୋବାଲିଆ ପିସ୍। ଏଇଟା ବର୍ତ୍ତମାନ ଗୋଟେ ଭଜା। ଏଇଟା ଦେଖିପାରୁଥିବେ କଙ୍କଡ଼ା ଗୋଟେ ଆଇଟମ୍। ଏଇଟା ଦେଖିପାରୁଥିବେ ଚିଙ୍ଗୁଡ଼ି ଭଜା, ମାନେ ଯେକୌଣସି ଲୋକ ଯଦି ଚାହିଁବେ ଯଦି ଖାଲି ଚିଙ୍ଗୁଡ଼ି ଭଜା ଲଗେଇ ଖାଇପାରିବେ। ଏତେ ବହୁତ ସାରା ଆଇଟମ୍ ହେଇଛି। ଆଉ ସ୍ପେଶାଲ ଆଇଟମ୍ଟା ତାଙ୍କର ଏଇଟା ଟିକେ କାଢ଼ିବା ପାଇଁ। ଏଇଟା ହେଲା ସ୍ପେଶାଲ ବାବୁ ଭାଇଙ୍କର ସ୍ପେଶାଲ ମଟନ। ଆଉ ଏଇ ଜିନିଷଟା ପ୍ରତି ଭାଇଙ୍କର ବେଶୀ ମାନେ ଡିମାଣ୍ଡ। ଭାଇ ଆପଣଙ୍କ ନାଁଟା ଟିକେ କୁହନ୍ତୁ। ସଂଗ୍ରାମ। ଆଉ କ'ଣ ଖାଉଛନ୍ତି ଆଜି? ମଟନ ଭାତ। ଆଉ କେତେ ଦିନ ହେଲା ଖାଇଲେଣି? ମୁଁ ଏଠି ଦିଥର ଖଣ୍ଡେ ହବ ଖାଇଛି। ଆଜ୍ଞା ଟେଷ୍ଟ ବହୁତ ଭଲ ଅଛି। ଯୋଉ ମଟନ ସହିତ ଆଉ କ'ଣ ଖାଉଛନ୍ତି? ସହିତ ଆମର ଚୁଙ୍ଗୁଡ଼ି ଘାଣ୍ଟ, ସାଲେଟ୍ ଆଉ ମଟନ ତ ଦେଖୁଛନ୍ତି ଆପଣ କମ୍ବିନେସନ। ଆଉ ଭାଇଙ୍କର କୋଉ ଆଇଟମଟା ଆପଣଙ୍କୁ ବହୁତ ପସନ୍ଦ ଲାଗେ ଖାଇବାକୁ? ମଟନ। ଆଉ ଫାଇନାଲି ଦେଖିପାରୁଥିବେ ମୋର ବର୍ତ୍ତମାନ ବାବୁ ଭାଇଙ୍କର ସ୍ପେଶାଲ ମଟନ ମିଲ୍ ଆସିଗଲା। ଏହାର ପ୍ରାଇସ୍ ମାତ୍ର 180 ଟଙ୍କାରେ ଆପଣମାନେ ଆଇଟମ୍ ପାଇବେ। ଗୋଟେ ଉଷୁନା ଭାତ ପାଇବେ, ଆଉ ଗୋଟେ ସାଲାଡ୍ ପାଇବେ, ଆଉ ଗୋଟେ ମାଛ ମୁଣ୍ଡ ଘାଣ୍ଟ ଗୋଟେ ପାଇବେ। ମାଛ ମୁଣ୍ଡ ଘାଣ୍ଟରେ ପାଇବେ ଚିଙ୍ଗୁଡ଼ି ପଡିଛି, ଆଉ ମାଛ ମୁଣ୍ଡ ପଡିଛି, ଆଉ ବାବୁ ଭାଇଙ୍କର ସ୍ପେଶାଲ ହେଲା ମଟନ ପାଇବେ। ଆଉ ପିସ୍ ଦେଇଛନ୍ତି ଦେଖିବା, ଗୋଟେ ପିସ୍, ଦୁଇଟା ପିସ୍, ତିନି ପିସ୍, ଆଉ ଗୋଟେ ଚର୍ବି, 4 ପିସ୍ ମଟନ ଦଉଛନ୍ତି, ଆଉ ଆଳୁଟେ ଦଉଛନ୍ତି। ପୁରା ବୋବାଲିଆ ପିସ୍ ଆଳୁ ଦଉଛନ୍ତି। ଖାଇବା ପର୍ଯ୍ୟନ୍ତ ଅପେକ୍ଷା ଆପଣ ମୋ ଭିଡ଼ିଓଟା ପୁରା ଯୋଡ଼ି ହେଇକି ନିହାତି ରୁହନ୍ତୁ। ଆଉ ସତରେ ମଟନ ମାନେ ତା ବାସ୍ନା ମତେ ଅଲଗା ପ୍ରକାର ଆସିଲାଣି। ମଟନ ଦେଖିଲା ପରେ ମୋ ପାଟିରେ ପାଣି ଆସିଲାଣି। ବର୍ତ୍ତମାନ ମଟନଟା ଦେଖିପାରୁଥିବେ, ମଟନଟା ଦେଖିପାରୁଥିବେ ପୁରା ବେଲା ମଟନ, ମାନେ ଗୋଟେ ବେଲା ଖାଇଲେ ନା ସେତେବେଳେ ଆପଣ ମନ ପୁରା ଶାନ୍ତି ହେଇଯିବ। ଫାଷ୍ଟ ଆମେ ଲୁଣ ଟିକେ ଆଡ୍ କରିବା।
फास्ट आम लुण टे आड करवा बाबू भाई जो स्पेशल देना मटन से झोल टी आड करवा जो देना जो आलू देना देखा मोबाइल गोटे आलू दे से आलू आम आणिकी फाड़े आने गरम अच्छी पूरा से आलूटा को भलसे आम फास्ट बाइट सतरे आप खाली झोल लगे खाली भात खाईदे झोल एत टेस्ट है ट्राई करिया पीसटा देखा तू मोबाइल पीस पीसटा देखिए पूरा मोबाइल पीस पूरा गरम अच्छे सरे टेस्ट बहुत भल गरम टे अधिक अच्छी कहीं मटन देखिए साइज आप चारि पीस खाइबे ना मन पूरा शांति बहुत बढ़िया टेस्ट ट्राई करिया काकुड़ी सालेड काकुड़ी पाइबे पियाज पाइबे आपण माने मटन खाऊ काकुड़ी सालेड न खाइए मटन खाइले मजा आसवे ट्राई करिया जो देजन भाई देजन गोटे मुड़ी घाट माछ मुंड पड़े चिंगुड़ ट्राई करिया मुड़ी घाटा बहुत बढ़िया है आ भाई तो मुड़ी घाटा प्रिपेरेसन करते ना मुझे देखिए जानी मुड़ी घाटा पूरा बबाल चर्बी पीस देखिए मटन खाऊ मटन खाऊ चर्बी न खाइबे ना मटन खाइले मजा आस गोटे लोक मटन मिल खाइबे 180 टका देके खाइबो ये पछरे दी भात नबो कि मटन झोल नबो चार्जेस लागिवो कि पछरा आइटम नेलो चार्जेस लागिवो सबुठु भल कथा कौन जानते आप होटेल को खाया जब पछरे यदि आप जेकोसी आप आइटम खाते आप जेकोसी मिल खाते कि मटन खाते कि चिकेन खाते कि माछ खाते पछरे यदि आप भात नहीं पारे सेकेंड पर तरकारी भी आलू झोल भी आप नहीं पारे आ चार्जेस लगे से पैसा आप खाई गोटे गोटे जगह खाऊे मटन मिल एति खाई सारी मैंने आउ सेकेंड बार भात नि कि आलू झोल नि चार्जेस लगे भाई होटेल से सिस्टम पछरे आप जहाँ भी खाते कि चार्जेस लगे घाट खाली चिंगुड़ी ही देखा पाइबे देखिए मुंड चिंगुड़ी टेस्ट बहुत बढ़िया लगे माछ मुंड पड़ी चिंगुड़ी भी पड़ी फाइनाली देखिए मोर खाया बर्तमान कम्प्लीट देखिए कौन से आइटम मुझे नष्ट करें देखिए किसी कहना चाहूँगी खाଇବା भल हो कि खराब हो खाଇବା कौटी भी नष्ट करूँ सरीगला आप नेक्स्ट टाइम आनी खाईपारे आनिकी कौन प्रकार आप नष्ट करूँ मुझे सब भिडियो कहूँ सब भिडियो भी आपको कहूँ खाଇବା कौटी भी नष्ट करूँ यहाँ मो तरफ आपको अनुरोध करुँच फाइनाली मोर बर्तमान बाबू भाई होटेल खाଇବା कंप्लीट मु ऑर्डर करी मटन मिल तार प्राइस मात्र 180 टका 180 टकर आपण मैंने आइटम पाइबे गोटे उषुना भात पाइबे गोटे सालेड पाइबे आउ गोटे माछ मुंड घाट गोटे पाइबे आउ बाबू भाई स्पेशल बेला मटन पाइबे मटन पीस थिला 4 पीस मटन थिला आउ आलू गोटे पीस थिला आउ खाइबार टेस्ट बहुत बढ़िया होइतिला आउ बढ़िया लगिला
ମାଛ ମୁଣ୍ଡ ପଡ଼ି ଯେଉଁ ଘାଣ୍ଟ ହେଇଥିଲା, ମାଛ ମୁଣ୍ଡ ପଡ଼ିଥିଲା, ଚିଙ୍ଗୁଡ଼ି ପଡ଼ିଥିଲା, ବହୁତ ସାରା ପନିପରିବା ପଡ଼ିଥିଲା। ସତରେ ଭାଇ ଯେତେବେଳେ ପ୍ରିପାରେସନ୍ କରିଥିଲେ ନା, ମୁଁ ସେ ମାଛ ମୁଣ୍ଡ ତରକାରୀ ଦେଖିକି ମୁଁ ଜାଣିଲି ଏଇଟା ବବାଲ ହେଇଯିବ। ଆଉ ମୁଁ ଖାଇଲି, ମୋତେ ବହୁତ ବଢ଼ିଆ ଲାଗିଲା। ଆଉ ମାନେ ମୁଁ ଯେତିକି ଆଇଟମ୍ ଖାଇଲି ମୋତେ ସବୁ ଆଇଟମ୍ ମୋତେ ବହୁତ ବଢ଼ିଆ ଲାଗିଲା। ମୁଣ୍ଡ ଯେଉଁ ଘାଣ୍ଟ ହେଇଥିଲା ସତରେ ମୋତେ ବହୁତ ବଢ଼ିଆ ଲାଗିଲା। ମୁଁ ଦୁଇଥର ମାଛ ମୁଣ୍ଡ ଘାଣ୍ଟ ଦୁଇଥର ନେଲି କାହିଁକିନା ମୋତେ ବହୁତ ବଢ଼ିଆ ଲାଗିଲା। ଆଉ ମଟନ୍ ମୋତେ ବହୁତ ବଢ଼ିଆ ଲାଗିଲା। ଆଉ ମଟନ୍ ହେଲା ମୁଁ ଦୁଇଥର ବି ନେଲି, ପଛରେ ଆଳୁ ଝୋଳ ବି ଦେଇଥିଲେ, ତା ସହିତ ଭାଇ ଚର୍ବି ବି ଦେଇଥିଲେ। ଆଉ ମଟନ୍ ପିସ୍ଟା ଭାଇ କିନ୍ତୁ ବଡ଼ ବଡ଼ ପିସ୍, ସାଇଜିଆ ପିସ୍ ଦେଇଥିଲେ। ଝୋଳଟା ବହୁତ ବଢ଼ିଆ ହେଇଥିଲା। ଆଉ ଝୋଳ ନା ବେଶୀ ମୋଟା ଥିଲା ନା ବେଶୀ ପତଳା ଥିଲା, ମିଡ଼ିୟମ୍ ଥିଲା। ଆଉ ଭାଇଙ୍କର ମଟନ୍ ମିଲ୍ ହେଲା ହାଫ୍କୁ ହେଲା 180 ଟଙ୍କା, ଆଉ ଯଦି ଫୁଲ୍ ଖାଇବେ 250 ଟଙ୍କା, ସେଇ ସେମ୍ ଆଇଟମ୍ ସେତିକି। ଆଉ ମଟନ୍ ଫୁଲ୍ ହେଲା 6 ପିସ୍ ପାଇବେ, ହାଫ୍ରେ ପାଇବେ ଆପଣମାନେ 4 ପିସ୍ ମଟନ୍ ପାଇବେ। ଆଉ ଯଦି ବି ମାର୍କ ହିସାବରେ କୁହାଯିବ ନା, ମୁଁ 10ରୁ ମୁଁ 9 ଦେବି, କାହିଁକିନା ଖାଇବା ବହୁତ ବଢ଼ିଆ ହେଇଥିଲା। ମୁଁ ତ ବାବୁ ଭାଇଙ୍କର ଏଇ ଜାଗାରେ ପର୍ ଡେ 60-70 କେଜିର ସେ ମଟନ୍ ପ୍ରିପାରେସନ୍ କରନ୍ତି। ଆଉ ତାଙ୍କ ଯେଉଁଦିନ ତାଙ୍କ ହୋଟେଲ ଭାଙ୍ଗିଗଲା ସେଇଦିନ ସେ ଆଉ ଗୋଟେ ଜାଗାରେ ସିଫ୍ଟ କରିଥିଲେ ଚନ୍ଦ୍ରଶେଖରପୁର। ତାପରେ ପୁଣି ସେ ସିଫ୍ଟ ଗଲେ, ପୁଣି ତାଙ୍କ ପୁରୁଣା ସ୍ଥାନକୁ ଫେରି ଆସନ୍ତି। ଆପଣମାନେ ଯଦି କେହି ଜାଣିନାହାନ୍ତି ଏଇ ଜାଗାକୁ ଥରେ ବାବୁ ଭାଇ ପାଖକୁ ଆସନ୍ତୁ, ଥରେ ଖାଇକି ନିହାତି ଯାଆନ୍ତୁ। ମୁଁ ତ ଖାଇଲି, ମୋତେ ଖାଇବା ବହୁତ ବଢ଼ିଆ ହେଇଥିଲା, ବହୁତ ବଢ଼ିଆ ଲାଗିଲା। ଆପଣମାନେ ଥରେ ଆସନ୍ତୁ, ଥରେ ଟେଷ୍ଟ କରି ନିହାତି ଯାଆନ୍ତୁ। ଯେଉଁମାନେ ମଟନ୍ ଲଭର୍ସ ନା, ଆପଣମାନେ ନିହାତି ଥରେ ଆସନ୍ତୁ, ଥରେ ଭାଇଙ୍କ ପାଖକୁ ଥରେ ଟ୍ରାଏ କରି ଯାଆନ୍ତୁ, ବହୁତ ବଢ଼ିଆ ଲାଗିବ। ଆଉ ମୋତେ ମଟନ୍ ମୁଁ ଖାଇଲି, କିନ୍ତୁ ମୋତେ ଟିକେ ରାଗ ଟିକେ ହାଲକା ଲାଗିଲା, କାହିଁକିନା ମୁଁ ରାଗ କମ୍ ଖାଏ, ସେଥିପାଇଁ ମୋତେ ରାଗ ମୋତେ ଅଧିକ ଲାଗିଲା। ଆଉ ଯେଉଁମାନେ ରାଗ ଖାଉଛନ୍ତି ତାଙ୍କ ପାଇଁ ଏଇ ଜାଗାଟା ପୁରା ପରଫେକ୍ଟ, ଏଇ ମଟନ୍ ବି ତାଙ୍କ ପାଇଁ ପରଫେକ୍ଟ। ଆଉ ଭାଇ ବେଶୀ ବାଇଟ୍ ଦେଇପାରିଲେନି, କାହିଁକିନା ତାଙ୍କ ଦେହ ଖରାପ ଥିଲା ମଝିରେ, ସେଥିପାଇଁ ତାଙ୍କ ହୋଟେଲ ବନ୍ଦ ଥିଲା। ସେଥିପାଇଁ ଭାଇ ବେଶୀ ବାଇଟ୍ ଦେଇପାରିଲେନି। ଭାଇ ବି ମନା କରୁଥିଲେ ମୁଁ ବାଇଟ୍ ଦେବିନି ବୋଲି, କାହିଁକିନା ତାଙ୍କ ଦେହ ଅସୁସ୍ଥରୁ ସେ ବାଇଟ୍ ଦେବାକୁ ମନା କଲେ। ଯାହା ବି ହାଲକା କମ୍ ପରେ ଭାଇ ବାଇଟ୍ ଦେଇଛନ୍ତି। ଆଉ ଆଜିର ଭିଡ଼ିଓ ଆପଣମାନଙ୍କୁ କେମିତି ଲାଗିଲା? ଯଦି ଭଲ ଲାଗି ତ ଚ୍ୟାନେଲକୁ ଲାଇକ୍ କରନ୍ତୁ, ଆଉ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ, କମେଣ୍ଟ କରନ୍ତୁ, ସବସ୍କ୍ରାଇବ୍ ମଧ୍ୟ କରନ୍ତୁ। କାହିଁକି ନା ଆପଣଙ୍କ ଭଲ ପାଇବା ଆଉ ସପୋର୍ଟ ମୋତେ ନିହାତି ଦରକାର। ଆଉ ଆପଣମାନେ ଭିଡ଼ିଓ ଦେଖୁଛନ୍ତି କିନ୍ତୁ ସବସ୍କ୍ରାଇବ୍ କରୁନାହାନ୍ତି, ଏଇଟା ମୋତେ ବହୁତ ଦୁଃଖ ଲାଗୁଛି। ଆଉ ଭିଡ଼ିଓ କରିବାକୁ ବହୁତ ପରିଶ୍ରମ ହେଉଛି। ଆପଣମାନେ ଯଦି ଆପଣମାନେ ଗୋଟେ ଲାଇକ୍ ଆଉ ସବସ୍କ୍ରାଇବ୍ କରିବେ ନା, ସତରେ ମୋତେ ବହୁତ ଖୁସି ଲାଗିବ। ଆଉ ଭିଡ଼ିଓ କରିବାକୁ ମୋତେ ବହୁତ ବଢ଼ିଆ ଲାଗିବ। ଆପଣମାନେ ମୋ ଚ୍ୟାନେଲକୁ ପୁରା ସବସ୍କ୍ରାଇବ୍ କରନ୍ତୁ, ମୁଁ ଆପଣମାନଙ୍କୁ ଆଉ ଗୋଟେ ବଢ଼ିଆ କଣ୍ଟେଣ୍ଟ ଆଣିକି ଆପଣଙ୍କ ପାଖକୁ ମୁଁ ପହଞ୍ଚେଇବି। ଆଉ ଗଛ ଲଗାନ୍ତୁ, ପରିବେଶ ସୁରକ୍ଷିତ ରଖନ୍ତୁ, ଦୁନିଆ ବଞ୍ଚାନ୍ତୁ। ରହିଲି, ଜୟ ଜଗନ୍ନାଥ। ଦେଖା ହେବା ନେକ୍ସଟ ଭିଡ଼ିଓରେ। ଆପଣମାନଙ୍କୁ ଲୋକେସନ୍ କହୁଛି, ଆପଣମାନେ ଦେଖିବେ ତ ସେଇଟା ଆଚାର୍ଯ୍ୟ ବିହାର। ଆଚାର୍ଯ୍ୟ ବିହାରରୁ 500 ମିଟର ଆସିଲା ଭିତରେ ଏଇଟା ଦୂରଦର୍ଶନ କେନ୍ଦ୍ର। ଦୂରଦର୍ଶନ କେନ୍ଦ୍ରରୁ ମାତ୍ର 100 ମିଟର ଆସିଲା ଭିତରେ ବାବୁ ଭାଇଙ୍କ ହୋଟେଲ ପଡ଼ିବ। ଆଉ ଡେସ୍କ୍ରିପସନ୍ରେ ଗୁଗୁଲ୍ ଲିଙ୍କ୍ ଅଛି, ଆପଣମାନେ ଦେଖିକି ଆସିପାରିବେ।